ମୁଁ ଉତ୍କଳୀୟ ନବବର୍ଷ ମହାବିଷ ପଣା ସଂକ୍ରାନ୍ତିରେ ଉତ୍କଳ ସମସ୍ତ ଭାଇ ଭଉଣୀ ଗୁରୁଜନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ଆଜି ଆମେ ଆଲୋଚନା କରିବା ପଣା ସଂକ୍ରାନ୍ତିରେ 12ଟି ରାଶିର ଫଳ କ'ଣ ପାଇବ ଏବଂ ଶନିର ଯେଉଁ ଗତ ମାର୍ଚ୍ଚ 29 ତାରିଖରେ ଶନି ଚଳନ ହୋଇଛି, ମୀନ ରାଶି ଗମନ କରିଛନ୍ତି 2.5 ବର୍ଷ ପାଇଁ। ଏହାର ପ୍ରଭାବ କ'ଣ ରହିବ ତା ବିଷୟରେ ସଂକ୍ଷେପରେ ଆଲୋଚନା କରିବି। ପଣା ସଂକ୍ରାନ୍ତି କହିଲେ 12ଟା ରାଶି ଭିତରେ ସୂର୍ଯ୍ୟ ଯେତେବେଳେ ମେଷ ରାଶିକୁ ଗମନ କରନ୍ତି ସେଇଠୁ ମହାବିଷ ପଣା ସଂକ୍ରାନ୍ତି କୁହାଯାଏ। ଏହାକୁ ଉତ୍କଳୀୟ ନବବର୍ଷ ଭାବେ ପାଳନ କରାଯାଇଥାଏ। ଏ ପଣା ସଂକ୍ରାନ୍ତିରେ ସୂର୍ଯ୍ୟ ଉଚ୍ଚ ରାଶିରେ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଆମର ପଞ୍ଜିକା ଗୁଡ଼ିକ ଏ ପଣା ସଂକ୍ରାନ୍ତିରୁ ଆଗାମୀ ବର୍ଷ ପଣା ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଗଣନା କରାଯାଇଥାଏ। ଏହି ବିଷୟରେ ମେଷ ରାଶି ବ୍ୟକ୍ତିବିଶେଷମାନଙ୍କର ମଧ୍ୟମ ଶୁଭ ପ୍ରଦାନ କରିବେ, କାରଣ ଜନ୍ମର ବି ସୂର୍ଯ୍ୟ ହୋଇଯାଉଛନ୍ତି। ବୃଷ ରାଶିମାନଙ୍କ କି ମଧ୍ୟମ ଶୁଭ ପ୍ରଦାନ କରିବେ। ମିଥୁନ ରାଶି ମଧ୍ୟ ଅତି ଉଚ୍ଚ ଶୁଭ ଫଳ ପ୍ରଦାନ କରିବେ। କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି ଏମାନଙ୍କର ମଧ୍ୟମ ଫଳ ପ୍ରଦାନ କରିବେ। ତୁଳା, ବିଛାମାନଙ୍କର ଉତ୍ତମ ଶୁଭ ଫଳ ପ୍ରଦାନ କରିବେ। ମକର, କୁମ୍ଭର ମଧ୍ୟ ମଧ୍ୟମ ଶୁଭ ପ୍ରଦାନ କରିବେ। ଧନୁ ରାଶିର ଉତ୍ତମ ଶୁଭ ପ୍ରଦାନ କରିବେ ଏବଂ କୁମ୍ଭ, ମୀନର ମଧ୍ୟମ ଶୁଭ ପ୍ରଦାନ କରିବେ ପଣା ସଂକ୍ରାନ୍ତି ପରଠାରୁ ବର୍ଷ ପର୍ଯ୍ୟନ୍ତ।